ଅନନ୍ୟା ଆରେ ତମେ ପରା ମୋ ବନ୍ଧୁ ବିଶାଲକୁ ବାହା ହେଇଛ। ଯେମିତି ମତେ ଠକିଦେଲ, ସିଏ ପରା ମୋ ବନ୍ଧୁ। ତାକୁ ଠକିବନି ତ? ତାକୁ ଠକିବନି? ଆରେ ସିଏ ହଉଛି ମୋ ବନ୍ଧୁ ବିଶାଲ। ଯେତେବେଳେ ତମ ମଥାରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧେଇଛି, ମୋ ବନ୍ଧୁ ପରା ବିଶାଲ। ତମେ ଦୁଇ ଜଣ ବହୁତ ଖୁସିରେ ଥାଅ। ନାଇଁ ଯାଉଛି ଅନନ୍ୟା, ମୁଁ ଯାଉଛି। ଆଉ ବହୁତ କିଛି ମୁଁ କହିବିନି। ନାଇଁ, ତମେ ପରା ମତେ ପ୍ରେମ କରିବା ବାହାନାରେ ମତେ ଠକି ଦେଇଛ। ହେଲେ ମୋ ବନ୍ଧୁକୁ କେବେ ହେଲେ ତମେ ଦୁଃଖ ଦେବନି ଅନନ୍ୟା। ହଁ ହଁ, ମୁଁ ସତ କହୁଛି ଅନନ୍ୟା। ସିଏ ପରା ମୋ ବନ୍ଧୁ, ରକ୍ତ ସମ୍ପର୍କୀୟ ବନ୍ଧୁ। ମୋ କଥାକୁ ନାଇଁ ଅନନ୍ୟା ନାଇଁ। ହେଲେ ମୋ ବନ୍ଧୁକୁ ଭଲରେ ରଖିବ, ଭଲରେ ଖାଇବା ପିଇବାକୁ ଦେବ ଅନନ୍ୟା। ତାକୁ ଟିକିଏ ହେଲେ କଷ୍ଟ ଦେବନି, ଟିକିଏ ହେଲେ କଷ୍ଟ ଦେବନି ଅନନ୍ୟା। ମୁଁ ଯାଉଛି ଅନନ୍ୟା, ମୁଁ ଯାଉଛି। ନାଇଁ ସାଥୀ, ତମେ ମୋ କଥାକୁ ଥରେଟିଏ ବିଶ୍ୱାସ କରୁନ କାହିଁକି? ଆରେ ମୁଁ କେମିତି ବିଶ୍ୱାସ କରିବି? ଯାଉଛି ଅନନ୍ୟା। ସାଥୀ, ତମେ ମୋ କଥାକୁ କାହିଁକି ବୁଝୁନ? ମୁଁ ତୁମକୁ କେମିତି ବୁଝେଇବି? ମୁଁ ବି କିଛି ବୁଝିପାରୁନି। हे भगवान, तमे कसा प्रभु, तमे का मोर सा। अनन्या शुणी पारुछ तो अनन्या? अनन्या स्वामी, अरे जानिच ना से उपहारटा बाबा कोठी रखी देछंती, मु पाइली नाही। आज न हेले काली भी तुमको से उपहारटा दे देबी। ठीक अच्छी स्वामी। तो आज आमर बासर राति ना, तो आमे एकांतर अतिबाहित करिबा। स्वामी, अनन्या ए बासर राति पाई मते बाध्य करना। तुमको हाथ जोड़ुछि, नेउरा हेउछि। ए बासर राति तुम पाई कालर राति। मो पाई कालो रात्रि? तुमे भल कथाटिए तो कहि पारुन अनन्या, हेले ए हृदय को भांगिला परी कथा कहूच काहेकि? मोते काहेकि उपहास करुच अनन्या? काहेकि उपहास करुच? नहीं स्वामी, मु सत कहूची। अरे जहा कहबा चाहूच ताहा खोलिकी कुह अनन्या, खोलिकी कुह। काहेकि मो अंतरात्मा को दोहले देउच? सतरे साथी, तमे से कथाटा सुनिबा को चाहूच? हाँ अनन्या, मु जानिबा को चाहूची काहेकि तुमे ए बासर राति को काल रात्रि सहित तुलना करुच, सेटा मु जानिबा को चाहूची अनन्या। काहेकि ना मु जाहाको प्रथमे बाहबी से मोरी जीव बोली पांजिर लेखा होईची। संभव कि अनन्या? हाँ, सेटा संभव। अरे सेटा संभव नुह, केबे भी सेटा हबनी। विशाल, हाँ अनन्या, मो माँ मते एथिपाई बाध्य करिछि ए बाहाघर पाई, किंतु मु बाहा हेबाकु केबे चाहू नथिली। हेले काहेकि अनन्या? काहेकि ना मु से कथा भी तुमको कहि पारुनी। अरे तुमे कहले सिना मु बुझी पारिबी। कुह अनन्या कुह, कौन होईची? सतरे तुम से कथाटा शुणा चाहूच? हाँ निश्चय मु शुणिबे।
ହେଲେ ତମେ ତମ ଛାତିକୁ ପଥର କରିବ, ହେଲେ ସେଇ କଥାଟା ଶୁଣିପାରିବ। ହଁ ଅନନ୍ୟା, ମୁଁ ଏ ଛାତିକୁ ପଥର କରିଦେଲି ତୁମ ସେଇ କଥା ଶୁଣିବା ପାଇଁ। ସତରେ ସ୍ୱାମୀ? ହଁ ଅନନ୍ୟା, ତାହେଲେ ଶୁଣ, କୁହ। ମୁଁ ନା ଜଣେ ପୁଅକୁ ବହୁତ ଭଲ ପାଉଛି। ହଁ, ମୁଁ ସେଇ ପୁଅକୁ ବହୁତ ଭଲ ପାଉଛି। ତାଙ୍କୁ କଥା ଦେଇ ସାରିଛି ବାହା ହେବା ପାଇଁ। ଏ କ'ଣ କହୁଛ ଅନନ୍ୟା? ଏ କ'ଣ କହୁଛ? ତୁମକୁ 10 ଦିଗପାଲ ସାକ୍ଷୀ ରଖି ତୁମକୁ ମୁଁ ବାହା ହେଇଛି, ପୁଣି ତୁମେ ମୋତେ କହୁଛ ଆଉ ଜଣେ କାହାକୁ ତୁମେ ଭଲ ପାଉଛ? କ'ଣ ଏହା ମୋ ଭାଗ୍ୟରେ ଥିଲା? ଯାହାକୁ ମୁଁ ପତି ରୂପେ ପାଇଛି ସେ ପୁଣି ଆଉ କାହାକୁ ଭଲ ପାଉଛି? ଏ ଜୀବନରୁ ପ୍ରାଣ ଛାଡ଼ିଯା, ଛାଡ଼ିଯା। ଏମିତି ଅବସ୍ଥା କ'ଣ କୋଉ ସ୍ୱାମୀ ସହିପାରିବ? ଛାଡ଼ିଯା। ବିବାହିତ ସ୍ତ୍ରୀ ଆଉ ଯଦି କାହାକୁ ଭଲ ପାଉଥିବ ଆଉ ବାସର ରାତିରେ କହିବ, ହେଲେ ସେ ସ୍ୱାମୀର ଜୀବନ ରହିବ, ଫାଟିଯାଉ ଜୀବନ।